ସାଙ୍ଗମାନେ ଆପଣଙ୍କ ପ୍ରିୟ ଧାରାବାହିକ ତୁ ରାଜା ମୋ ରାନୀ ଆପଣମାନେ ଦେଖିବାକୁ ପାଇବେ ଏକ ଜବରଦସ୍ତ। ହଁ ସାଙ୍ଗମାନେ, ଆଜି ରାନୀ ଘର ଭିତରେ ଏକା ବସି ବହୁତ କିଛି ଭାବୁଥିବ। କହିବ ଆଜି ରାନୀ କହିବ କି କାହିଁକି ତୁମେ ମୋତେ ଏତେ ସୁନ୍ଦର ସ୍ମୃତି ଦେଉଛ ରାଜ, ତୁମେ ଏସବୁ ଦେବା ଦରକାର ନାହିଁ, ମୋର କିଛି ଆବଶ୍ୟକ ନାହିଁ, କିନ୍ତୁ ହଁ ମୁଁ ଏସବୁ ସାହାରାରେ ନା ସାରା ଜୀବନ ଖୁସି ଖୁସିରେ କାଟିଦେବି। ସେତିକି ରାନୀ ଏତେ କଥା ଭାବୁଥିବ, ରାନୀର ମୋବାଇଲ କଲ୍ ରିଙ୍ଗ ହେବ। ସେତିକି ରାଜର କଲ୍ ଭାବିକି ବହୁତ ଖୁସି ହେଇଯିବ, କିନ୍ତୁ ନାଇଁ, କଲ୍ଟା ଯେତେବେଳେ ରାନୀ ରିସିଭ୍ କରିବ ହେଲୋ କହିବ, ସେତିକି ବେଳେ ମଲ୍ଲିକା କହିବ ହାଉ ଆର୍ ୟୁ ରାନୀ। ତାପରେ ରାନୀ କହିବ ତୋତେ ଏସବୁ କଥା କହିବା କିଛି ଆବଶ୍ୟକ ନାହିଁ ମଲ୍ଲିକା, ତୁ କିଛି ବୁଝିପାରିବୁନି, କାହିଁକି ନା ତୋତେ ଭଲ ଲାଗିବନି, କାହିଁକି ମୁଁ ଏବେ ବହୁତ ଖୁସିରେ ଅଛି ଆଉ ଭଲରେ ବି ଅଛି। ଶୁଣ ମଲ୍ଲିକା, ତୋତେ ନା କିଛି କହିବାକୁ ପଡ଼ିବନି, ମୋତେ ଏ ଦୁନିଆରେ କେହି ବି ହର୍ଟ କରିପାରିବେନି ଆଉ କେହି ବି କରିବାକୁ ଚାହିଁବେନି। ତାପରେ ମଲ୍ଲିକା କହିବ ସେ ପୁଅ ତ ତୋତେ ହର୍ଟ କରିପାରିବ ନା, ଯାହାକୁ ତୁ ତୋ ହୃଦୟରେ ବସେଇଛୁ। ମଲ୍ଲିକାର କଥା ଶୁଣି ରାନୀ ଆଶ୍ଚର୍ଯ୍ୟ ହେଇଯିବ, ଏ ମଲ୍ଲିକା କାହା କଥା କହୁଛି। ତାପରେ ମଲ୍ଲିକା କହିବ କି ତୁ ଯାହାକୁ ବସେଇଛୁ ରୋମାଣ୍ଟିକ ସ୍ୱପ୍ନ ଦେଖୁଛୁ। ତାପରେ ରାନୀ କହିବ ତୁ କାହା ବିଷୟରେ କହୁଛୁ। ତାପରେ ମଲ୍ଲିକା କହିବ ଆରେ ତୁ ବୁଝିପାରୁନୁ, ତୋର ଏକ୍ସ ବୟଫ୍ରେଣ୍ଡ ରାଜ ଜୟଶଙ୍କର। ତ ରାନୀ କଥା ଶୁଣିକି ପୁରା ରାଗିଯିବ, କହିବ ମଲ୍ଲିକା ଏସବୁ କ'ଣ କହୁଛି, ଆପଣଙ୍କୁ କ'ଣ ଲାଗୁଛି ମଲ୍ଲିକା କଥା କ'ଣ ରାନୀ ହର୍ଟ ଲାଗିବ କି?